ରାଜସ୍ଥାନ ରୟାଲ୍ସ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବୟସ ପାଇଁ ଆରମ୍ଭରୁ ଚର୍ଚ୍ଚା ଓ ସମାଲୋଚନା ଉଭୟର ଶିକାର ହୋଇଛନ୍ତି। ଆଇପିଏଲ୍ରେ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିବା ପରେ ଲୋକମାନେ ବୈଭବଙ୍କ ପ୍ରତିଭାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ବିଜେନ୍ଦର ସିଂହ ବୈଭବଙ୍କ ବୟସ ବିଷୟରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଲେଖିଥିଲେ, ଭାଇ ଆଜିକାଲି ବୟସ କମ୍ କ୍ରିକେଟ୍ ଖେଳିବା ଆରମ୍ଭ କରିଛନ୍ତି। ପୋଷ୍ଟରେ ପୂର୍ବତନ ବକ୍ସର ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଉଲ୍ଲେଖ କରିନଥିଲେ, କିନ୍ତୁ ଏହା ସ୍ପଷ୍ଟ ଯେ ତାଙ୍କ ବିଷୟରେ ହିଁ ସେ କହୁଥିଲେ। କାରଣ ନିଲାମରେ ରାଜସ୍ଥାନ ରୟାଲ୍ସ ତାଙ୍କୁ କିଣିବା ପରଠାରୁ ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ବିଷୟରେ ପ୍ରଶ୍ନ ଉଠାଯାଇଛି। ବିଜେନ୍ଦର ସିଂଙ୍କ ଏଭଳି ପୋଷ୍ଟ ପରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଟ୍ରୋଲ୍ କରି କହିଛନ୍ତି ଯେ ବିଜେନ୍ଦର ହୁଏତ ଏହି କାରଣରୁ ତୁମେ ସ୍ୱର୍ଣ୍ଣ ପଦକ ଜିତିପାରିଲ ନାହିଁ। ତୁମେ ନିଜ ଅପେକ୍ଷା ଅନ୍ୟମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଅ, ତାହା ମଧ୍ୟ ଏକ ଛୋଟିଆ ପିଲା ପ୍ରତି, ଯିଏକି ତୁମ କ୍ଷେତ୍ରର ନୁହେଁ। ତୁମେ କେବେ ଏହି କ୍ଷେତ୍ରକୁ ଯାଇପାରିବ ନାହିଁ, ତେବେ ତୁମର ଚିନ୍ତାଧାରା ଉପରେ ଦୟା ଆସୁଛି। ଆଇପିଏଲ୍ ମେଗା ନିଲାମରେ ବୈଭବଙ୍କୁ ରାଜସ୍ଥାନ ରୟାଲ୍ସ 1.1 କୋଟି ଟଙ୍କାରେ କିଣିଥିଲା। ଏହାପରେ 14 ବର୍ଷର ଜଣେ ଖେଳାଳି ଭାବେ ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ। ତାଙ୍କ ବୟସକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ଗୁଜରାଟ ଟାଇଟନ୍ସ ବିପକ୍ଷରେ ବୈଭବ 35 ବଲ୍ରେ ଶତକ ହାସଲ କରିଥିଲେ। ତାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରାଯାଇଛି। ବୈଭବଙ୍କ ବାପା ଏହି ଅଭିଯୋଗର ଉପଯୁକ୍ତ ଜବାବ ଦିଆଯିବ ବୋଲି କହିଛନ୍ତି।